ପୁରୁଣା ଲୋକ କିଛି ଏକାଠି ହେଇକି ବିଜୁଳି ଗ୍ୟାସ୍ ନେଇକି ଆଗକୁ ବଢନ୍ତି ଆପଣ ତାଙ୍କ ସାଙ୍ଗରେ ରହିବେ ସେ କଥା ମତେ ପଚାରନ୍ତୁ ନାହିଁ। ମତେ ଯୋଉ ଜଣେ ହତ୍ୟା କରିବା ହେଉଛି ରାଜନୀତିରେ ମୁଁ କହିବା ଉଚିତ। ବାବୁଙ୍କର ତ ଲିଗାସି ରେକଗ୍ନାଇଜ ଅସୁବିଧା ନାହିଁ, କିନ୍ତୁ କଣ କରୁଛନ୍ତି ମୁଁ ଜାଣିନି। ମତେ ବି ନିମନ୍ତ୍ରଣ କରିଛନ୍ତି, ତେଣୁ ମୁଁ ତ ବିଜୁ ବାବୁଙ୍କ ଲୋକ, ତେଣୁ ଅଭିୟସଲି କଣ ହବ ମୁଁ ଗଲେ ଜାଣିବି। ଆପଣ ଯିବେ ଆସିଲେ ମତେ ଡାକିଛନ୍ତି, ମୁଁ ଯାଏ ଜାଣିଛି ବିଜୁ ବାବୁଙ୍କ ଯିବାର ଅସୁବିଧା କଣ? सर किंतु चर्चा होची कुआडे बिजु नेता जो मेली होचंती गोटे नुवा दल गठन करा जिवो बिजु निर्देशित नेता माने नुवा दल गठन करिवे ମୁଁ ଜାଣିନି ମୁଁ କେମିତି ଗୋଟେ କହିଦେବି ବୁଝିଲେ। ମୋ ସ୍ୱାସ୍ଥ୍ୟ କେବେ ଖରାପ ହୁଏ ନା, ଷ୍ଟୋନ୍ ଗୋଟେ କନଫର୍ମେସନ ହେଇଗଲା ଗଲି ମେଡିକାଲ, ସେଟା କଣ ଆଜି ଡାକିଛନ୍ତି ମାନେ ଅପେକ୍ଷା କରିଛନ୍ତି। ତେଣୁ ସେ ବିଷୟ ନିଶ୍ଚୟ ଶ୍ରଦ୍ଧାଞ୍ଜଳି କଣ ଅପରାଧ, ସେଟା ସୌଭାଗ୍ୟ ମୋର। ତେଣୁ ସେ ଦୃଷ୍ଟିକୋଣରୁ ଏଠି ତ ଯେ ନାହିଁ ସବୁ ଦଳକୁ ଡାକିଛନ୍ତି, ଆଉ ବିଜେପି ଲୋକ ବି ସେଠି ଯାଉଛନ୍ତି। ମୁଁ କାହିଁ ଆଉ ଯିବି, ମୁଁ ତ ବିଜେପି ଲୋକ ବର୍ତ୍ତମାନ, ଆଉ ବିଜୟଙ୍କ ଲୋକ ଯାଉଛି। ଯଦି ନୂଆ ଦଳ ଗଠନ ହୁଏ, ନୂଆ ଦଳ ନୁହେଁ ସାର୍, କୁହାଯାଉଛି ଯେ ଯୋଉମାନେ ବିଜୁ ଲିଗାସି ପ୍ରକୃତରେ ବିଜୁ ବାବୁଙ୍କ ସହିତ ଥିଲେ ସେମାନେ ଚାହୁଁଛନ୍ତି ଗୋଟେ ନୂଆ ଫର୍ମ କରିବା ପାଇଁ, ପ୍ରକୃତରେ ଓଡିଶାର ସ୍ୱାର୍ଥ ମୁଁ ତ ଜାଣିନି ଲିଗାସିକୁ ନେଇକି ଲିଗାସି କି ନେଇକି କଣ କରିବେ। ତ ଅଲରେଡି ବିଜୁ ପଟ୍ଟନାୟକ କଟକ ସହର ଦୁଇଟି ବରପତ୍ରକୁ ଜନ୍ମ ଦେଇଥିଲା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏବଂ ବିଜୁ ପଟ୍ଟନାୟକ। ଏଇଟା ମୋର କହିବାର ଉଦ୍ଦେଶ୍ୟ ହେଉଛି ଏଭଳି ବରପୁତ୍ର ମାନେ ଜନ୍ମ ନିଅନ୍ତୁ ଏବଂ ସେ ଯୋଉ ରାଜନୀତି ଏବେ ନାହିଁ, ସେ ବଢେଇ ଯାଇଛି। ତାରି ଭିତରେ ଆମେ ଲଢେଇ କରୁଛେ, ବଞ୍ଚୁଛେ। ଆପଣମାନେ ସାମାଜିକ ବ୍ୟବସ୍ଥା ଭିତରେ ଯେଭଳି ସବୁ ପ୍ରଦର୍ଶନ କରୁଛନ୍ତି ସତ୍ୟଟାକୁ, ସେଟା ମୁଁ ସମର୍ଥନ କରୁଛି। ସାର୍ ଯଦି ପୁରୁଣା ଲୋକ କିଛି ଏକାଠି ହେଇକି ବିଜୁଳି ଗ୍ୟାସ୍କୁ ନେଇକି ଆଗକୁ ବଢନ୍ତି ଆପଣ ତାଙ୍କ ସାଙ୍ଗରେ ରହିବେ ସାର୍? ସେ କଥା ମତେ ପଚାରନ୍ତୁ ନାହିଁ। ମତେ ଯୋଉ ଜଣେ ହତ୍ୟା କରିବା ହେଉଛି ରାଜନୀତିରେ ମୁଁ କହିବା ଉଚିତ, କାରଣ ମୋ ପାଖରେ ତ ପଇସା ନାହିଁ। ମାଗଣା ମାନେ ଏତେ ବାଟ ଆସିଲା ମୁଁ ଆଉ ସବୁ କଥା ଗୁଡା ପଚାରନ୍ତୁନି, ପଚାରିଦେଲେଣି ବହୁତ ବହୁତ କହିଦେଲେ। କୁହାଯାଉଛି ଏଇ ଯୋଉ ବିଜୁ ଲିଗାସି କରାଯାଉଛି ବିଜେଡି କୁ ଭାଙ୍ଗିବା ପାଇଁ ଗୋଟେ ପ୍ରୟାସ ବିଜୁ ଲିଗାସିଟା ଆଉ କଣ ବିଜେଡି ଅଛି ଆଉ କଣ କହିବି? ଯଦି ଅଛି ସେଥିରେ ରହିବ, ସେମିତି ଥାଉ। ସେଠି ବିଭିନ୍ନ ଲୋକଙ୍କର ଅଧିକାର ଅଛି ଦଳ ବଢିବା ପାଇଁ, କିଏ ଦଳ ବଢିଗଲା ଆମେ କାହିଁକି ବିରୋଧ କରୁ, କଣ ପାଇଁ କରୁ? ଆପଣମାନେ ଯୋଉଭଳି ପଚାରୁଛନ୍ତି ଏମିତି ଉତ୍ତର ଦେବେନି, ଦେଇ ସାରିଲାଣି। 47 ବର୍ଷର ଟ୍ରଷ୍ଟେଡ୍ ବ୍ରାଣ୍ଡ ରାଜ ଇଲେକ୍ଟ୍ରୋନିକ୍ସ এই ବର୍ଷ एसी और रेफ्रिजरेटर ସବୁଠାରୁ କମ୍ ରେଟ୍ ରେ କେବଳ ରାଜ ଇଲେକ୍ଟ୍ରୋନିକ୍ସ ରେ।